ବାରିପଦାର ଗୋଟେ ଘରେ କାମ କରୁଥିଲି। ଆଉ ମୋ ମା ବାପା ବି ଦେଇଥିଲେ କଥା ହେଇଥିଲେ ତାଙ୍କ ଘରେ। ଆଉ ମୁଁ ରହୁଥିଲି, ସେ ମ୍ୟାଡ଼ାମ୍ ବି ବହୁତ ଭଲ। ଆଉ ମୁଁ ମ୍ୟାଡ଼ାମ୍ ସହିତ ବହୁତ ଝଗଡ଼ା, ମୁଁ କହି ମ୍ୟାଡ଼ାମ୍ ଆଉ ମୋତେ ମୋ ଘରେ ଛାଡ଼ି ଦିଅନ୍ତୁ। ଆଉ ସେ ସାର୍ ଭଲ ନୁହେଁ, ମୋ ଉପରେ ଖରାପ ନଜର ପକାନ୍ତି। ଆଉ ମୁଁ ମ୍ୟାଡ଼ାମ୍କୁ କହିଲି ଯେତେବେଳେ ମ୍ୟାଡ଼ାମ୍ ମୋତେ ସାର୍ ଏମିତିକା କରୁଛନ୍ତି। ଆଉ ମ୍ୟାଡ଼ାମ୍ କହିଲେ ମୋ ସ୍ୱାମୀ ସେମିତିକା ନୁହେଁ, ଏଇଟା କାହା ଆଗରେ କହିବୁନୁ, ସେ ସାର୍ ବହୁତ ଭଲ, ଆଉ ଆଗରୁ ଭଲ ଥିଲେ ଏବେ ଖରାପ ହେଇଯାଇଛନ୍ତି। ଆଉ ଏଇଟା କାହା ଆଗରେ କହିବୁନୁ, ଖରାପ କଥା, ଏଇଟା ସାର୍ଙ୍କ ଚାକିରି ପଳେଇବ। ମୁଁ ଶୋଇଥାଏ ରାତିରେ ଯାଇକି ମୋତେ ଖରାପ ଇଏ ଛୁଆଛୁଇ କରନ୍ତି। ଆଉ ମୋତେ ଜାଣିକି ଖରାପ ଲାଗିଲା, ମୁଁ ମ୍ୟାଡ଼ାମ୍କୁ କହିଲି ମ୍ୟାଡ଼ାମ୍ ସାର୍ ଆଉ ମୋତେ ଯାଇକି ଛୁଆଁଛୁଇଁ କରୁଛନ୍ତି। ଆଉ ସାର୍ ଦିନେ ଯାଇକି ମୋ ପାଖରେ ଶୋଇ ପଡ଼ୁଥିଲେ। ତାପରେ ମ୍ୟାଡ଼ାମ୍ ବି ଦେଖିଛନ୍ତି, ମ୍ୟାଡ଼ାମ୍ ଦେଖିକି କହିଲେ ଆଉ ତୁମେ ଏମିତି ତୁମ ଝିଅ ଏଜର ହେବ ତାକୁ ସେମିତି କହିବା କଥା ନା। ଆଉ ମ୍ୟାଡ଼ାମ୍ ତାକୁ ଖରାପ ଭାଷା ବି କହିଲେ। ତାପରେ ଆଉ ମ୍ୟାଡ଼ାମ୍ ତାପରେ ମୁଁ ଯେତେବେଳେ କହିଲି ତାଙ୍କ ଝିଅ ସିଏ ତାଙ୍କ ଝିଅ ତାଙ୍କ ୱାଇଫ୍ ମ୍ୟାଡ଼ାମ୍ ବି ଜାଣିଛନ୍ତି। ହେଲେ ମୁଁ କହିବି ଛାଡ଼ ତାହେଲେ ମୋ ବାପା ଘରକୁ ପଳେଇ। ମ୍ୟାଡ଼ାମ୍ କହିଲା ମ୍ୟାଡ଼ାମ୍ ଛାଡ଼ନ୍ତିନି କାହିଁକି ନା ମୋତେ କାହା ଆଗରେ କହିଦେଲେ ଧରା ପଡ଼ିଯିବ ବୋଲି କଥାଟା। ମ୍ୟାଡ଼ାମ୍ ମୋତେ ଘରୁ ବି ବାହାରତେ ଦିଅନ୍ତିନି। ତ ମା ବାପା ତ ନେବେନି, ତ ଆସୁନାହାନ୍ତି, ଫୋନ୍ କରୁନାହାନ୍ତି, ତୁ କାହିଁକି ଯିବୁ, ମ୍ୟାଡ଼ାମ୍ କୁହନ୍ତି ମୋତେ ଏମିତିକା। ମିସିଂ ନାହିଁ, ମୁଁ ଜାଣିକି ପଳେଇ ଆସିଛି। ମିଛ କଥା ଧରି ମିସିଂ ଦେଇଛନ୍ତି, ସେମାନେ ଜାଣିକି ଦେଇଛନ୍ତି ତାଙ୍କ ଉପରେ ଯେମିତି କିଛି କେସ୍ ନ ହେବ। ମ୍ୟାଡ଼ାମ୍ ସବୁ ଜାଣିଛନ୍ତି, ସବୁ ଜାଣିକି ବି ତାଙ୍କ ଯଦି ଝିଅଟା ହେଇଥାନ୍ତେ ଏମିତି କରିଥାନ୍ତେ ନା। ତାଙ୍କ ଜାଗାରେ ମୋ ଜାଗାରେ ତାଙ୍କ ଝିଅ ଥାନ୍ତେ ଏମିତି କରିଥାନ୍ତେ ନା। ମାନେ ନେଇ ଆସିଥିଲେ ଆମ ଛୁଆକୁ କାମ କରିବେ, ପାଠ ପଢ଼େଇବେ, ଆଉ ଭଲ ଘର ଦେଖି ବାହାଘର କରେଇବେ। ଆଉ ଏମିତି କହିକି ଆମ ଘରୁ ସେ ଛୁଆକୁ ନେଇକି ଆସିଥିଲେ। ଦୀର୍ଘ 3 ବର୍ଷ ଧରିକି ସେ ଏଠି ରହିଲା। ଆମେ ଆସିକି ତା ସାଙ୍ଗରେ 2 ଥର 3 ଥର ଦେଖା ବି କରିଛେ। ସେ ଛୁଆ ଏଠି ଭଲରେ ଥିଲା, ଦେଖା ବି ଆମେ କରିଛେ ଯେତେବେଳେ ସେତେବେଳେ ଭଲରେ ଥିଲା। ଏଇ ଦୀର୍ଘ ଏଇ କେତେ ମାସ 2-3 ମାସ ଆଗରୁ ସେ ତାର କୁପଦୃଷ୍ଟି ଛୁଆ ଉପରେ ବଢ଼ିଲା। ସେ ଛୁଆ ଉପରେ କୁପଦୃଷ୍ଟି ନଜର ପକେଇକି ଖରାପ ବ୍ୟବହାର କରିଛି। ଥାନା ମୁରଡା ଥାନାରେ ଆଶ୍ରୟ ନେଲି। ଆଉ ଥାନାବାଲା ତ ମୁରଡାରେ କେହି ଏଫଆଇଆର ଲେଖିବା ପାଇଁ ନାରାଜ। ବହୁତ କଷ୍ଟରେ ଯାଇକି ଜଣକାର ଗୋଡ଼ ଧରି ଧରାକି ଏଫଆଇଆର ଲେଖା କରେଇଛି। ତାପରେ ଆଣିକି ପହଞ୍ଚେଇଛି। ଆଉ ମୁରଡା ଥାନା ଦେଇଥିଲି, ମୁରଡା ଥାନା ଆଣିକି ଭଞ୍ଜପୁର ଥାନାରେ କାଲି ରାତିରେ ଆଣିକି ଏଠି ପହଞ୍ଚେଇଥିଲେ। ଆଉ ମୁରଡା ଭଞ୍ଜପୁର ଥାନା ଏଫଆଇଆର ଦେଇଥିଲେ। ମୋର ଦାବୀ ମୋ ଝିଅ ପାଇଁ ଯେଉଁ ଏଇ ଦୁର୍ବ୍ୟବହାର ହେଇଛି, ମୋର ନ୍ୟାୟ ବିଚାର ମୁଁ ଚାହୁଁଛି। ସେ ଆମକୁ କହିଲା ତୁମେ ଏ ଝିଅକୁ ମୋ ପାଖରେ ଛାଡ଼ିଦିଅ, ଆଉ ମୁଁ ମୋ ଝିଅକୁ ରଖିବି, ଆଉ ପାଠ ସାଠ ପଢ଼େଇବି, ମୋର ବାହାଚୁଡ଼ା ସବୁ ଦେବି। ଆଉ ମୋର ଗୋଟେ ଝିଅ ସେ ଦୁରିଆରେ ରୁହେ, ମୋ ମିସେସ୍ ଏକଲା ରୁହେ, ସେ ଝିଅରକ ରହିବ କହିକି 3 ବର୍ଷ ହେଲାନି ଆଣିକି ରଖିଥିଲା। ତ 3 ବର୍ଷ ପରେ ଭଲ ଥିଲା ଛୁଆ। ତ ଏଇ କିଛି ଦିନ ହେଲାନି ତାକୁ ଚାକରାଣିକି ରଖୁଛି, ଦେଖୁଛି ଘର ଦ୍ୱାର ସବୁ ପୋଛାପୋଛି କରୁଛି। ପାଠ ସାଠ ତ ପଢ଼େଇଲାନି, ତାପରେ ଚାକରାଣିକି ରଖୁଛି, ଘର ଦ୍ୱାର ସବୁ ପୋଛାପୋଛି କରୁଛି, କାମ ସବୁ କରାଉଛି। ଝିଅ ସେ ମ୍ୟାଡ଼ାମ୍କୁ କହିଛି ଯେ ମ୍ୟାଡ଼ାମ୍ ଆଉ ସାର୍ ମୋତେ ଏମିତି ଏମିତି ଖରାପ ବ୍ୟବହାର କରୁଛନ୍ତି, ଆଉ ଏରକ ଖରାପ କରୁଛନ୍ତି, ଆଉ ମୋତେ ମୋ ଘରକୁ ନେଇ ଛାଡ଼। ମ୍ୟାଡ଼ାମ୍କୁ କହିଲେ ଆଉ ତୁ ଆଗରେ ତ ସାର୍ ଭଲ ଥିଲେ, ଆଉ ଏବେ କେମିତି କେରକ ହେଇଯାଇଛନ୍ତି, ତୁ ଏ କଥା କାହାକି କହିବୁନି, ଏଇଟା ଖରାପ କଥା। ଆଉ କହିଲା ମାନେ ସାର୍ଙ୍କର ଚାକିରି ଚାଲିଯିବ। ତ ଏ ଝିଅ ଭାବିଲା ଯେ ମୋର ଇଜ୍ଜତଟା ବଢ଼ୁନି, ଆଉ ଚାକିରିଟା ବଢ଼ୁନା କହିକିରି ସେ ଝିଅ ମଙ୍ଗଳବାର ଦିନ ବେଳେ ଲୁଚିକିରି ପଳେଇ ଯାଇଛି। ଚାଲିକି ଯାଇଛି, ରାତି 10ଟା ବେଳେ ଆମ ଘରେ ପହଞ୍ଚିଛି। ମୁଁ ପଚାରିନି ଯେ କେନେ ପଳେଇ ଆସିଲୁ, 3 ବର୍ଷ ରହିଲୁ ତାଙ୍କ ଘର, କେନେ ପଳେଇ ଆସିଲୁ, ତୋର ଅସୁବିଧା କିଛି ହେଲା ନା। ମା ମୋତେ ଏମିତି ଏମିତି ସେ ସାର୍ କଲା ବେଳକୁ ମୁଁ ସେଇଥିପାଇଁ ପଳେଇ ଆସିଛି। ତ ଆମେ ଶୁଣିକିରି ଆଇନ ଆଶ୍ରୟ ନେଇଛେ ଆଉ।